ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଶଙ୍ଖାରିଡିହ ଗ୍ରାମର ଆଧ୍ୟାତ୍ମବାଦୀ ବ୍ରହ୍ମାନନ୍ଦ ସାହୁ ଓ ସ୍ମିତା ସାହୁଙ୍କ ତତ୍ତ୍ୱାବଧାନରେ ମା ଜଗଜ୍ଜନନୀ ମା ତାରିଣୀଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ 3 ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଯଜ୍ଞ ପ୍ରଚାରକ ଆଲୋକ ଚନ୍ଦ୍ର ପଣ୍ଡା, ଆଚାର୍ଯ୍ୟ ଶ୍ରୀନିବାସ ପଣ୍ଡା, କେଶବ ଚନ୍ଦ୍ର ପଣ୍ଡା, ବିଜୟ କୁମାର କରଶର୍ମା ପ୍ରମୁଖ ପଣ୍ଡିତମାନେ ଯଜ୍ଞକର୍ମ ସମ୍ପାଦନ କରିଥିଲେ। ଏହି ଅବସରରେ ଯଜ୍ଞଶାଳା ଶୋଧନ, ଅଙ୍କୁର ରୋପଣ, ମଣ୍ଡଳୀକରଣ, କଳସ ଶୋଭାଯାତ୍ରା, ଯଜ୍ଞ ମଣ୍ଡପ ଘଟ ସ୍ଥାପନା, ଅଗ୍ନି ସ୍ଥାପନା, ଶ୍ରୀ ବିଗ୍ରହଙ୍କ ଧ୍ୟାନାଧିବାସ, ମହାସ୍ନାନ, ସୂର୍ଯ୍ୟପୂଜା, ଗୋପୂଜା, ବିଗ୍ରହ ପ୍ରାଣ ପ୍ରତିଷ୍ଠା, ଚଣ୍ଡୀପାଠ, ସମୂହ ଦେବାଦେବୀ ପୂଜନ, ମାଙ୍କ ସମୂହ ଦର୍ଶନ, ପୁଷ୍ପାଞ୍ଜଳି ଆଦି ସମ୍ପାଦିତ ହୋଇଥିଲା। ଶେଷରେ ମନ୍ଦିର ମଧ୍ୟରେ ବିଗ୍ରହଙ୍କ ପ୍ରତିଷ୍ଠା ଓ ଯଜ୍ଞକର୍ମ ସମ୍ପାଦିତ ହୋଇଥିଲା। ଏହି ଯଜ୍ଞ ଉତ୍ସବରେ ଅନେକ ଅତିଥି ସାଧୁସନ୍ଥ ଯୋଗଦେଇ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। 3 ଦିନ ପୂର୍ବ ସନ୍ଧ୍ୟାରେ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତାପର ଦିନ ମାଙ୍କର ମଣ୍ଡଳ ଆଦି ପୂଜା, କଳସ ଯାତ୍ରା ଆଦି ହୋଇଥିଲା। ମାଙ୍କର ଗର୍ଭାଧାନ କର୍ମ ସମ୍ପାଦନ ହୋଇଥିଲା। ଦ୍ୱିତୀୟ ଦିବସରେ ମାଙ୍କର ମହାସ୍ନାନ କରାଯାଇଥିଲା। ବ୍ରହ୍ମଜ୍ଞାନ ଭଜନ ଓ ଆଧ୍ୟାତ୍ମିକ ତାତ୍ତ୍ୱିକ ଆଲୋଚନାକୁ ନେଇ ନୂଆଗଡ଼ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଥିଲା। କଟକ ସଦରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଆଧ୍ୟାତ୍ମିକ ଉତ୍ସବରେ ଯୋଗଦେଇ ନୂଆଗଡ଼ ଗ୍ରାମବାସୀ ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା ଉତ୍ସବ। ରୀତିନୀତିରେ ବ୍ରାହ୍ମଣ ପଣ୍ଡିତ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କର ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଉତ୍ସବ ମଣ୍ଡପରେ ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ, ଅର୍ଥାତ୍ ଏ ପିଣ୍ଡରେ ଯାହା ଅଛି ତାହା ବ୍ରହ୍ମାଣ୍ଡରେ ଭରି ରହିଛି। ତେଣୁ ଦୁଇ ଗାୟକଙ୍କ ମଧ୍ୟରେ ଏ ବ୍ରହ୍ମାଣ୍ଡକୁ ନେଇ ଯେଉଁ ଆଲୋଚନା ତା ପିଣ୍ଡ ତତ୍ତ୍ୱରେ କିଭଳି ଭାବରେ ରହିଛନ୍ତି ଅତି ସୁନ୍ଦର ଲାଗିଲା। ଆଉ ତା ସହିତ ଆମେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ କଥା ସହିତ ଏ ବ୍ରହ୍ମାଣ୍ଡରେ ଯାହା ଅଛି କିଭଳି ଭାବରେ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ କେଉଁ କେଉଁ ସବୁ ଦର୍ଶନ ରହିଛି ସେ କଥାକୁ ମଧ୍ୟ ସୁନ୍ଦର ଆଲୋଚନା କଲୁ। ଏହି କାର୍ଯ୍ୟକ୍ରମର ଆୟୋଜକମାନେ ଏଠାରେ ବ୍ରହ୍ମଜ୍ଞାନ ବାଦୀ ଭଜନ ଓ ଆଧ୍ୟାତ୍ମିକ ତାତ୍ତ୍ୱିକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଭିନ୍ନ ଭିନ୍ନ ସ୍ଥାନରୁ କଳାକାରମାନେ ଏଠାକୁ ଆସି ବାଦୀ ବ୍ରହ୍ମଜ୍ଞାନ ଭଜନ ଓ ତାତ୍ତ୍ୱିକ ଆଲୋଚନାରେ ଭାଗ ନେଇଥିଲେ। ଏଥିସହିତ ବାବାଜୀ ଦିବାକର ଦାସ ଏହି ଅବସରରେ ମାଳିକା ତତ୍ତ୍ୱକୁ ନେଇ ଏଠାରେ ପ୍ରବଚନ ପ୍ରଦାନ କରି ଉପସ୍ଥିତ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲେ। ये जो आध्यात्मिक ज्ञान बा आध्यात्मिक चर्चा बा ये जो आम ब्रह्मज्ञान तत्व ये बर्तमान सारा प्रत्येक गाँव में ये प्रक्रिया आरंभ हो समस्ते उपकृत हूँ। प्रार्थना आम आनंदर उत्स।